ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମରଦା ରୋଡ ବଜାର କମିଟି ଆନୁକୂଲ୍ୟରେ ଅମରଦା ରୋଡ ବସନ୍ତ ପଞ୍ଚମୀ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ପ୍ରଥମେ ପଞ୍ଚାୟତର କୁନି କୁନି ଝିଅମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। କମିଟିର ସଭାପତି ବିନୋଦୀ ଲାଲ ଖଣ୍ଡେଲୱାଲଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କର ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟ ବକ୍ତା ଭାବେ ପରମେଶ୍ୱର ଦେ, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଦୟାନିଧି ସାହୁ ପ୍ରମୁଖ ଯୋଗ ଦେଇ ମହୋତ୍ସବକୁ ଉଦ୍ଘାଟନ କରିବା ସହିତ ମହୋତ୍ସବକୁ ମହୋତ୍ସବ ଐତିହ୍ୟ ସଂସ୍କୃତି ପରମ୍ପରା ସହିତ ମହୋତ୍ସବ ମାଧ୍ୟମରେ ଭାଇଚାରା ବୃଦ୍ଧି ହୋଇଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। କମିଟିର ଉପସଭାପତି ପ୍ରଦୀପ କୁମାର ବେହେରା ସ୍ୱାଗତ ଭାଷଣ, ଅତିଥି ପରିଚୟ କମିଟି ଯୁଗ୍ମ ସମ୍ପାଦକ କମଳାକାନ୍ତ ସୁର ଓ ଉପସଭାପତି ପ୍ରଦୀପ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ସମବାୟ ସମିତି ସଭାପତି ଦୀପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଇନ୍ଦ୍ରଜିତ ଘୋଷ, ପ୍ରସନ୍ନ ମିଶ୍ର, ଗୋକୁଳାନନ୍ଦ ପାତ୍ର, ସମୀର କୁମାର ଚଣ୍ଡ, ବାବୁଲି ସେନାପତି, ଭାଗୀରଥୀ ପରିଡ଼ା, ରବୀନ୍ଦ୍ର କୁମାର ମହାନ୍ତି, ରବୀନ କୁମାର ରାଉଳଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।